ପିଲେ ମାନେ ଆଜି ମୋର ନୂଆ ସେସନକୁ ଆପଣ ମାନଙ୍କୁ ମୋର ସ୍ୱାଗତ। ଆଉ ମୁଁ ଆଜି ପ୍ରଥମେ ମୋର ସ୍ମାର୍ଟ ବୋର୍ଡ ଆଜି ଏଥର ପ୍ରଥମେ କ୍ଲାସ୍ କରିବି। ଆଉ ଚାଲନ୍ତୁ ଡେରି ନକରି ମୋ କ୍ଲାସ୍ ଶେଷକୁ ଆପଣଙ୍କୁ ସ୍ୱାଗତ କରୁଛି। ଆପଣ ମାନେ ଦେଖନ୍ତୁ ଆଜି ମୁଁ ନୂଆ ସେସନଟି ନେଇ ଆସିଛି। ଯେଉଁ ସେସନଟିର ନାଁ ହେଉଛି ସରଳ ସୁଧ କଷା। ଚାଲନ୍ତୁ ସରଳ ସୁଧ କଷା ଏବେ ଆମେ କରିବା। ଆଉ ପ୍ରଥମେ ଆମେ ଦେଖିବା ସରଳ ସୁଧ କଷା ତାର ଫର୍ମୁଲା ରହୁଛି। ଆମେ ଯଦି ତିନୋଟି ତାର ବା ଚାରୋଟି ଫର୍ମୁଲା ଯଦି ଆମେ ଶିଖିପାରିବା ତାହେଲେ ଆମେ ସୁଧ କଷା ହଉ ବା ହାରାହାରି ହଉ ଆମେ ନିହାତି ତାକୁ ଆମେ ସମାଧାନ କରିପାରିବା। ଚାଲନ୍ତୁ ପ୍ରଥମେ ପ୍ରଥମେ ସରଳ ସୁଧ ତାହେଲେ ସରଳ ସୁଧକୁ ତା ସୂତ୍ର କଣ ନା କଣ ମୂଳଧନ ଗୁଣନ ସମୟ ଗୁଣନ ସୁଧ ହାର ବିଭକ୍ତକ 100। ତେବେ ଆମର ଯେତେବେଳେ ସରଳ ସୁଧ ପଚାରିଥିବ ତାହେଲେ ମୂଳଧନ ଗୁଣନ ସମୟ ଗୁଣନ ସୁଧ ହାର ବିଭକ୍ତକ 100 ଡିଭାଇଡେଡ୍ ବାଇ କେତେ 100। ତେବେ ଆମକୁ ଯଦି ପଚାରିଥିବ ମୂଳଧନ ତାହେଲେ ମୂଳଧନ ଯଦି ପଚାରିଥିବ ତେବେ ଏଠୁ ଲେଖିବା ସୁଧ ସରଳ ସୁଧ ନାଇଁ କି ସରଳ ସୁଧ ଗୁଣନ 100 ବିଭକ୍ତ କେତେ ସମୟ ଗୁଣନ ସୁଧ ହାର। ତାପରେ ଆମର ଯଦି ପଚାରିଥିବ ସମୟ ଯଦି ପଚାରିଥିବ ଏଠି କଣ କରିବା ସମୟ ଯଦି ପଚାରିଥିବ ଆମେ ଲେଖିବା ସରଳ ସୁଧ ଗୁଣନ 100 ବିଭକ୍ତକ କେ ରହିଲା ସମୟ ପଳାଇଥିଲା ତାହେଲେ ମୂଳଧନ ଆଉ ସୁଧ ହାର ତାହେଲେ କେ ରହିବ ମୂଳଧନ ଗୁଣନ ସୁଧ ହାର। ତାପରେ ଇଏ ଗଲା ତାପରେ କିଏ ରହିଲା ନା ଯଦି ପଚାରିଥିବ ଆମକୁ ମୂଳଧନ ଗଲା ସମୟ ଗଲା ଯଦି ପଚାରିଥିବ ସୁଧ ହାର ପଚାରିଥିବ ତାହେଲେ ଆମେ କଣ କରିବା ସୁଧ ହାର ଇଜିକ୍ୱାଲ ଟୁ କେତେ ନା ସରଳ ସୁଧ ଗୁଣନ 100 ବିଭକ୍ତ କେତେ ରହିଲା ସୁଧ ହାର ପଳାଇଲା ଆଉ ରହିଲା କେ ମୂଳଧନ ଆଉ ସମୟ। ତାହେଲେ ମୂଳଧନ ଗୁଣନ ସମୟ ପିଲାମାନେ ଏଇ ସୂତ୍ରକୁ ଯଦି ଆମେ ୟୁଜ କରିବା ତାହେଲେ ଆମେ ତାର ସମାଧାନ ପାଇପାରିବା। ଏତିକି ଆମେ ଏଇ ସୂତ୍ରକୁ ଏଇ ଚାରୋଟି ସୂତ୍ରକୁ ଆମେ ମନେ ରଖିବା। ପ୍ରଥମେ ସବୁଠୁ ଇମ୍ପୋର୍ଟାଣ୍ଟ ହଉଛି ଏଇ ସୂତ୍ରଟି। ଯଦି ଆମେ ଏଇ ସୂତ୍ରଟି ମନେ ରଖିଦେବା ତାହେଲେ ଏଇ ସୂତ୍ରଟି ଆମେ ଅଟୋମେଟିକ କଣ କରିବା ଜାଣିପାରିବା। ଦେଖନ୍ତୁ ହେଲା ମୂଳଧନ ତେଣୁକରି ମୂଳଧନ ପଚାରିଛି ନାଇଁ କି ମୂଳଧନ ସୂତ୍ର ହେଲା ସରଳ ସୁଧ ଗୁଣନ 100 ସମୟ ଗୁଣନ ସୁଧ ହାର। ବୁଝିପାରିଲ ସମସ୍ତେ ତାହେଲେ ଏଇ ସୂତ୍ରଟି ଆମେ ଜାଣିପାରିବା ପରେ ଏବେ କ୍ୱେଶ୍ଚନ କରିବା। ମୁଁ କଣ କରିବି ଏବେ କ୍ୱେଶ୍ଚନ ତିଆରି କରିବି। ମୁଁ କହିବି ମୁଁ କହିବି ମୂଳଧନ ଦେଇଥିବ କେତେ ନା ଏଟା ଦେଇଥିବ 200 ଟଙ୍କା ହେଲା। ତାପରେ ସେ କଣ ପଚାରିଥିବ ମୂଳଧନ 200 ତାହେଲେ କେତେ ସମୟ ଲାଗିଥିବ ତାକୁ ସମୟ ପଚାରିଥିବ 2 ବର୍ଷ କେତେ 2 ବର୍ଷ ପଚାରିଛି ତାହେଲେ ସେ ସୁଧ ହାର କେତେ ପଚାରିଛି ତାହେଲେ ସୁଧ ହାର କେତେ ସେ 5 ସୁଧ ହାର କେତେ 5%। ତେବେ ସେ ପଚାରିଲା କଣ ନା ସରଳ ସୁଧ କେତେ ସରଳ ସୁଧ ହେଲା ସେ ପଚାରିଲା କେତେ ଦେଇଛି। ତାହେଲେ ପିଲେ
মতে কইপারিব তাহলে সে সরল সুদ পচারছি তাহলে সরল সুদ সূত্র কোন না এটা হচ্ছে সরল সুদ সূত্র মনে নেই সরল সুদ সূত্র কোন মূলধন গুণন সময় গুণন সুদ হার বিভক্তক 100 তাহলে এটা আমি সূত্র পকাইবা সেই সূত্র মূলধন তাহলে এটা কোন হবো পিলে মানে তাহলে আমার সরল সুদ বার করিবা নাকি সরল সুদ সূত্র কোন সরল সুদ সরল সুদ সূত্র হলা কোন না মূলধন মূলধন গুণন সময় তারপরে সুদ হার বিভক্তক 100 তাহলে পিলে মূলধন কেতে ଦେଇଛି মূলধন হলা কেতে কেতে 200 তাহলে মূলধন হলা 200 গুণন সময় কেতে 2 বর্ষ তাহলে 2 বর্ষ নাকি তাহলে আমার সুদ হার কেতে 5 তাহলে এবে বিভক্ত কেতে 100 ଦେଇଛି তাহলে আমি ଦେଖିବା কেতে 100 ହେଲା ତେବେ ଏଟା କେତେ ହେବ କହିଲ ଆମେ 100 କୁ କେତେ କାଟିବା 100 ଦୁଗୁଣେ 200 ତା 2 ଦୁଗୁଣେ 4 4 5 20 ତାହେଲେ କେତେ ହେବ 20 ସୁଧ କେତେ 20 କେତେ ହେଲା 20 ଓହୋ ସରି ସୁଧ ହାରଟା ମୁଁ ଲେଖିନି ଏଟା 100 ଲେଖି ଦେଇଛି ମିଷ୍ଟେକ୍ ହେଇଯାଇଛି ସୁଧ ହାର ନାଇଁ କି ପ୍ରଶ୍ନ ହେଲା ସିଏ ସରଳ ସୁଧ ଦେଇଛି ପ୍ରଶ୍ନ ହେଲା କଣ ନା ସରଳ ସୁଧ କେତେ ଦେଇଛି ସରଳ ସୁଧ ଦେଇଥିବ ଧର 80 ଟଙ୍କା ତାପରେ ସରଳ ସୁଧ ଦେଇଛି ତାପରେ ସମୟ ଦେଇଛି ସମୟ କେତେ ଦେଇଛି ସମୟ ହେଲା 5 ବର୍ଷ ତାପରେ ସମୟ ଦେଲା 5 ବର୍ଷ ନାଇଁ କି ତାପରେ ସରଳ ସୁଧ ହେଲା 100 ତାହେଲେ ସମୟ ଦେଲା ତାହେଲେ କଣ କରିବା ନା ସୁଧ ହାର ସେ ପଚାରିଲା ସୁଧ ହାର କେତେ ସୁଧ ହାର ଦେବା 10% ନାଇଁ କି ତାହେଲେ 10% ତାହେଲେ ସେ ପଚାରିଛି ସୁଧ ହାରଟା 10% ମାନେ କିଏ ରହିଲା ବାକି ସରଳ ତାହେଲେ ମୂଳଧନ ସେ ପଚାରିଛି କେତେ ତାହେଲେ ମୂଳଧନ ସେ ପଚାରିଛି କେତେ ପ୍ରଶ୍ନ ହେଲା ଯେ ମୂଳଧନ କେତେ ବାହାର କରିଛି ତାହେଲେ ପ୍ରଥମେ ପିଲେ ଆମେ ମୂଳଧନ ବାହାର ମୂଳଧନ ସୂତ୍ର କଣ ନା ଏଇଟା ହଉଛି ମୂଳଧନ ସୂତ୍ର কোনটা এটা হচ্ছে মূলধন সূত্র মনে নেই তাহলে মূলধন সূত্র কোন না সরল সুদ গুণন 100 তাহলে সরল সুদ কে সরল সুদ 100 তাহলে এটা লিখিবা তাহলে সরল সুদ কোন না সরল সুদ কত আসছে 80 গুণন তারপরে 100 এটা লিখিবা 100 বিভক্ত হব তাহলে কত লেখা সময় কত দিয়েছি 5 আউ সময় 5 দেলা তারপরে সুদ হার দেলা গুণন 10 তাহলে এটি কাকু কাটিবা নালা 10 অষ্টা 80 নাকি 10 অষ্টা 80 না হ্যাঁ তারপরে 5 কাটিবা কেতে 20 5 100 20 5 100 না তাহলে এটা কেতে হবো 8 দুগুণে 16 তাহলে কেতে হবো 160 টাকা মূলধন কেতে 160 বুঝিপাল হবে সমস্তে এইভাবে আমি সূত্রକୁ ଦେଖିବା ହଉ ତେବେ ଆମେ ଆଉ ଗୋଟେ ପ୍ରଶ୍ନ ମୋର ଅଛି ତମମାନଙ୍କୁ ପ୍ରଶ୍ନ ସେ ପଚାରିଥିବ ପ୍ରଶ୍ନ ହେଲା ସେ ପଚାରିଥିବ କଣ ମୂଳଧନ ହେଲା କେତେ 200 ଟଙ୍କା ତାପରେ ସେ ପଚାରିଲା ସୁଧ ହାର କେତେ ସୁଧ ହାର କେତେ ହାର ନା ସୁଧ ହାର ହେଲା 5 ଶତକଡା ହେଲା
ତାପରେ ସେ ପଚାରିଥିବ ସରଳ ସୁଧ, ତାହେଲେ ସରଳ ସୁଧଟା କେତେ? ସରଳ ସୁଧ, ତାହେଲେ ସରଳ ସୁଧ ଧର କେତେ? 400 ହେଲା। ତାପରେ ସରଳ ସୁଧ 400, ତାହେଲେ ସେ ପଚାରିଛି ଯେ ସମୟ କେତେ, କେତେ ସମୟ ଲାଗିବ ହେଲା। ତାହେଲେ କେତେ ସମୟ ଲାଗିବ ନା ଏଠି କଣ ଲେଖିବା ନା ତା ସମୟର ସୂତ୍ର କଣ ନା ସମୟ ଇଜିକାଲ ଟୁ ସରଳ ସୁଧ ଗୁଣନ 100 ବିଭକ୍ତ ମୂଳଧନ ଗୁଣନ ସୁଧହାର। ତାହେଲେ ସରଳ ସୁଧ କେତେ କହିଲ ପିଲେ? ସରଳ ସୁଧ ହେଲା 400 ମନ ନାଇଁ, ତାହେଲେ ଗୁଣନ 100 ଗୁଣନ କେତେ? 100 ବିଭକ୍ତ କେତେ? ମୂଳଧନ ହେଲା 200 ଗୁଣନ, ତାହେଲେ ସୁଧହାର କେତେ? 5 ନାଇଁ କି 5 ଶତକଡ଼ା। ତାହେଲେ କାଟି ପାରିବା 2 ଦୁଗୁଣେ 4, 200 ଦୁଗୁଣେ 400, ତାହେଲେ ଇଏ ଅଛି କେତେ କଟିବ? 20 ପଞ୍ଚା 100, ତାହେଲେ କେତେ ହେବ? 20 ଦୁଗୁଣେ 40। ସମୟ କେତେ ଲାଗିବ? 40 ଦିନ ନାଇଁ କି? କେତେ ଲାଗିବ? 40 ହେଲା। ହଉ, ସୁଧହାର ପଚାରିଛି। ସେ କଣ ପଚାରିଛି? ସୁଧହାର। ସୁଧହାର ସୂତ୍ର କଣ? ଏ ସୂତ୍ର ଦେଖୁଛ, ସରଳ ସୁଧ ଗୁଣନ 100 ବିଭକ୍ତ ମୂଳଧନ ଗୁଣନ ସମୟ। ତାହେଲେ ସରଳ ସୁଧ କେତେ ଆମର? 200 ଗୁଣନ 100 ଲେଖିଛି, ଏଠି ଲେଖିବା 100 ବିଭକ୍ତକ ସେ କଣ କରିଛି? ମୂଳଧନ ଗୁଣନ ସମୟ। ମୂଳଧନ କେତେ? 400 ଟଙ୍କା ଗୁଣନ, ତାହେଲେ ସେ ସମୟ କେତେ ଲାଗିଛି? 10 ଦିନ। ତାହେଲେ ଆମେ କାଟିବା, କଣ କରିବା? ତାକୁ ଏବେ କାଟିବା। ତାହେଲେ ଦେଖ କାହାକୁ କାଟିବା? 200 2 ଗୁଣେ 400, ଇଏ କଟିବ କି? 10 100, ପୁଣି ୟାକୁ କାଟିଦେବା 2 ପଞ୍ଚା 10, ତାହେଲେ ସୁଧହାର କେତେ? 5 ଶତକଡ଼ା। ବୁଝିପାରିଲ ସମସ୍ତେ? ତାହେଲେ ଏଇଭଳି ଭାବରେ ଆମେ ଯଦି ଗଣିତକୁ ଏଭଳି ସୂତ୍ରକୁ ଆମେ ମନେ ରଖିବା, ତାହା ହେଲେ ଆମେ କଣ କରିପାରିବା? ଆମେ ଗଣିତକୁ ଆମକୁ ସହଜ ହେଇପାରିବ। ଯଦି ଆମେ ସୂତ୍ର ନ ମନେ ରଖିବା ତାହେଲେ ଆମକୁ ଗଣିତ କରିବାଟା ସହଜ ହେବ ନାହିଁ। ତ ଧନ୍ୟବାଦ। ଯଦି ମୋ କ୍ଲାସକୁ ଆପଣ ମାନଙ୍କୁ ଭଲ ଲାଗିଥିବ ନିହାତି କମେଣ୍ଟ ବକ୍ସରେ ଆପଣ କମେଣ୍ଟ କରିବେ, ଯାହା ଫଳରେ ମୁଁ ଢେର ଆଗକୁ ଆହୁରି କିଛି ପଢିବା ପାଇଁ ମତେ ଆଗ୍ରହ ସୃଷ୍ଟି କରିବ। ଧନ୍ୟବାଦ। ମୋ ସେସନକୁ ଏଠି ସମାପ୍ତ କରୁଛି। ବନ୍ଦେ ଉତ୍କଳ ଜନନୀ।